जय जगन्नाथ भाई मैंने आज से भली जड़े अनन्य भक्तर विषय टिके स्मृतिचारण करवा। जगत गुरु ठाकुर श्री श्री अभिराम परमहंस देवंकर श्रीचरण बा चरण जुगल कोटि कोटि प्रणाम जनाई आज हरिकथा आरंभ करवा। जय जानकी जीवन हे नमस्ते प्रभु श्री राम। जय जानकी जीवन हे नमस्ते प्रभु श्री राम। भृत्य सदाप राधी है बाजोगु भृत्य सदाप राधी है बाजोगु तेणु तुमे अभिराम। जय जानकी जीवन हे नमस्ते प्रभु श्री राम। ठाकुरे कहले राम बा आमर ओडिया उच्चारण होछि राम एवं राम कहले राम। राम कहले कौन होछि ना र रे आमर आकार एवं अनुसार राम। तेणु जो राम बोली जो दुईटी अक्षर अच्छी से दुईटी अक्षर थरे उच्चारण करदेले यदि आम अंतरु थरटीए उच्चारण करदे ताले आम शरीर रे आमे आशा न करथिबा केते गुडे क्रिया हो जाउछि। से मंत्र कथा कहतु जोग कथा कहतु से कथा छाड़तु केवल थरे राम शब्दर उच्चारण हो गले कौन सब हुए। अनेक शास्त्र कह जाइछि रामस्तु भगवान स्वयं से होउछन्ति स्वयं ब्रह्म विहारी पुरुष जीव ब्रह्म। जदि राम बोली जो शब्दटी से आम शरीर किपरि भाव अच्छन्ति गोशांति रूपिणी देवी शुण गोमात संक्षेपे कहूछि रामचरित सार। परम ब्रह्मकर अंश अटे जीव रामचंद्र बोले मात ताकू जानिब। तेणु 56 कोटी जीवरे अभिराम वास करे एवं परम ब्रह्मकर अंश बोली जी अछंती से ही होउछंती मो प्रभु राम। राम होउछंती सूर्य वंश रे अवतारित होइथिले। तेणु सूर्य वंश एठारे मध्य आम शरीर रे मध्य चंद्र सूर्य अछंती। तेणु सूर्यंक घर जहाँ गुरु भाई भौणी माने हमर अछंती से सब जानि परिबे। सूर्यंक घर जहाँ जेतेले प्रभु सूर्यंक घर अवस्थापन अवस्थान करिवे से समय से होउछंती प्रभु रामचंद्र। एवं जेतेबेले कृष्ण घर अवस्थान करिवे जो आमर होछि चंद्र घर अवस्थान करिवे सेतेबेले से होउछंती परम प्रेममय भगवान श्री कृष्णचंद्र। परमहंस ठाकुर पुणी कहले बुझिले राम नुहई मन पारे होई राम को मिलन करिबा अर्थे जन्मी अछई। बुझिले राम नुहई मन पारे होई म होउछंती पुरुष एवं रा होउछंती प्रकृति। तेणु ठाकुर कहउछंती प्रभु मु प्रकृति नुहे कि पुरुष मध्य नुहे केवल ये धराधाम रे
ମୋତେ ଆପଣ ସୃଷ୍ଟି କରିଛନ୍ତି ବା ଜନ୍ମ ଦେଇଛନ୍ତି କେବଳ ଏଇ ରାକୁ ମରେ ମିଶାଇବା ପାଇଁ। ଯଦି ରା ଆଉ ମ ମିଶିଗଲା, ଯେତେବେଳେ ରାମ ଶବ୍ଦ ଉଚ୍ଚାରଣ ହୋଇଯିବ, ସେତେବେଳେ ମୋ ଜୀବନ ସାର୍ଥକ ହୋଇଯିବ। ଏ ମନୁଷ୍ୟ ଜନ୍ମ ପାଇବାର ପ୍ରଭୁ ଯେଉଁ ଆମକୁ ମନୁଷ୍ୟ ଜନ୍ମ ଦେଇଛନ୍ତି ତାହା ସାର୍ଥକ ହୋଇଯିବ। ନିଜେ ନିଜକୁ କାରଣ କରିବାର ଗୋଟିଏ ସୁଯୋଗ ମିଳିଯିବ ଏ ମଣିଷକୁ, ଏ ଜୀବ ଆତ୍ମା। ତେଣୁ ଠାକୁର ମଧ୍ୟ ପୁଣି କହିଲେ, ନବମ ଚକ୍ର ଉପରେ ସ୍ୱୟଂ ନିରାକାର, ଅଷ୍ଟମ ବେଦ ଉପରେ ବସତି ତାଙ୍କର। ଇଅଳା ପିଅଳା ସୁଷୁ ମୁନାଜାର ନାଦ, ତ୍ରିନାଳ ମୃଣାଳ ଭେଦି ଶୁଭୁଛି ନିନାଦ। ତେଣୁ ଇଅଳା ପିଅଳା ଶିଶୁ ମୁନା, ତାର ମଧ୍ୟରେ ତାଙ୍କର ନିନାଦ ଶୁଭୁଛି। ଯଦି ଆମେ ସେ ସ୍ଥାନକୁ ଯାଇପାରିବା, ଗୁରୁଙ୍କ କୃପାରୁ ଯଦି ସେ ସ୍ଥାନକୁ ଆମେ ଅନୁଭବ କରିପାରିବା, ତାହେଲେ ସେଠାରେ ରାମ ଶବ୍ଦ ଆମର ଉଚ୍ଚାରିତ ହେବ। କିନ୍ତୁ ସେ ପର୍ଯ୍ୟନ୍ତ ଆମର ହୋଇପାରି ନାହିଁ। ତ ନବମ ବେଦ ଉପରେ ସ୍ୱୟଂ ନିରାକାର, ନବମ ଚକ୍ର ଉପରେ ସ୍ୱୟଂ ନିରାକାର। ଆମର ସାଧାରଣତଃ 6ଟି ଚକ୍ର ବୋଲି ମଧ୍ୟ କୁହାଯାଏ। ଆଉ 3ଟି ଚକ୍ର ସେ ତାର ଉହ୍ୟ ହୋଇକି ରହିଛି। ଗୋଟିଏ ହେଉଛି ଲାଳନ ଚକ୍ର, ବିଶୁଦ୍ଧ ଚକ୍ର, ତା ମଧ୍ୟରେ ସହସ୍ର ଚକ୍ର ଭିତରେ ଆମର ଏଇ 9ଟି ଚକ୍ରକୁ ଆମର ସମାହିତ ହେଇଛି। ତେଣୁ ଅଷ୍ଟମ ବେଦ ଉପରେ ବସତି ତାଙ୍କର। ବେଦ ହେଉଛି 8ଟି। ଶୁଣଗୋ କୃଷଧରି 8ରୁ ସାର 4। ତେଣୁ ବେଦ ସଂଖ୍ୟା ହେଉଛି 8। 8ରୁ 4ଟି ହେଲା ମୁଖ୍ୟ, ସେ ହେଉଛି ଋକ୍, ଯଜୁ, ଅଥର୍ବ, ସାମ ବେଦ। କିନ୍ତୁ ଆହୁରି ଅଛି, ଆଉ 4ଟା ଅଛି। ଆମର ଧନୁର୍ବେଦ ସେତେବେଳେ ଶିକ୍ଷା ଦିଆଯାଏ, ଏବଂ ଆୟୁର୍ବେଦ, ଶିଶୁବେଦ, ଜ୍ୟୋତିର୍ବେଦ। ଇଏ ମୋଟ ଉପରେ ହେଉଛି 8 ବେଦ। ତେଣୁ ଅଷ୍ଟମ ବେଦ ଉପରେ ବେଦ ମଧ୍ୟ ପ୍ରଭୁଙ୍କୁ ଜାଣନ୍ତି ନାହିଁ। କାହିଁକି ନା ଆମର ବୃହତ ନାମ ବ୍ରହ୍ମ ଗୀତାରେ କହିଲେ, ବେଦ ବ୍ରହ୍ମା ବୋଲେ ଯାକୁ କହୁଛି ଜଗତ, ବେଦ ବ୍ରହ୍ମା ବୋଲି ଯାକୁ କହୁଛି ଜଗତ, ନାଭି କମଳରୁ ତାକୁ କରିଥିଲି ଜାତ। ଠାକୁର କହୁଛନ୍ତି ବେଦ ଯାହାଙ୍କ ଠାରୁ ସୃଷ୍ଟି ହେଇଛି, ବ୍ରହ୍ମାଙ୍କର ଚତୁର୍ମୁଖରୁ ବେଦ ସୃଷ୍ଟି ହେଇଛି ବୋଲି ପୁରାଣ ଶାସ୍ତ୍ରରେ କୁହାଯାଇଛି। କିନ୍ତୁ ପ୍ରଭୁ କହୁଛନ୍ତି ମୋ ନାଭି କମଳରୁ ବ୍ରହ୍ମାଙ୍କୁ ସୃଷ୍ଟି କରିଛି। ତେଣୁକରି ବେଦ କୁଆଡ଼େ? ବେଦ ମଧ୍ୟ ପ୍ରଭୁଙ୍କର ଭେଦ ପାଇନାହାନ୍ତି। ନାମର ମହିମା ପାର୍ଥ ନ ପାଇଟି ଭେଦ, ନାମର ମହିମା ପାର୍ଥ ନ ପାଇଟି ଭେଦ, ଲକ୍ଷେ ଯୋଜନରେ ଯାଇ ରହିଅଛି ବେଦ। ତେଣୁକରି ଏଇ ଯେଉଁ ରାମ ନାମର ଭେଦକୁ ନ ପାଇବାରେ ବେଦ ଯାଇକି ପ୍ରଭୁଙ୍କ ଠାରୁ ଲକ୍ଷେ ଯୋଜନ ଦୂରରେ ଅଛି। ଆଉ ଆପଣଙ୍କ କଥା ମୋ କଥା ଛାଡ଼ନ୍ତୁ, ଆମ ଭଳିଆ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଯେଉଁଠି ବେଦ ପ୍ରଭୁଙ୍କ ଠାରୁ ଲକ୍ଷେ ଯୋଜନ ଦୂରରେ ରହିଛି। ତେଣୁ ଆମେ ଯଦି ଦେଖିବା, ମହାବୀର ହନୁମାନ ରାମ ଶବ୍ଦକୁ ଉଚ୍ଚାରଣ କରିକି ପାହାଡ଼ ପର୍ବତ ସବୁ ବୋହି ନେଉଥିଲେ। କିନ୍ତୁ ଭୟରେ ଆଜି ଆମେ କ'ଣ କରୁଛେ ନା, ଗୋଟିଏ ମୁଁ ଜୟ ଶ୍ରୀରାମ କହୁଛି, ଅଥଚ ଗୋଟିଏ 50 କେଜିଆ ପଥରଟିଏ ଟେକି ପାରୁନାହିଁ। ତା ମାନେ ବଜରଙ୍ଗ ବୋଲି କେଶରୀ ନନ୍ଦନ ଅଞ୍ଜନା ସୁତ ଯେଉଁ ମନ୍ତ୍ରକୁ ଜାଣିଥିଲେ, ଯେଉଁ ରାମ ନାମର ମହିମା ଜାଣିଥିଲେ, ସେ ଯେଉଁ ରାମ ନାମ ଜପ କରୁଥିଲେ, ତାହା ଆମେ ପାଇନାହିଁ।
तार अर्थ हूँ से जय श्रीराम कहून रामंकर गोटे निज नाम अच्छी समस्तंकर प्रभुंक नाम जहाँ आमर नाम से नाम कहीं क्या दे पारती ना तेणु नाम समस्ते निजे निजे नहीं कि आसी था किंतु गुरुदेव कौन करती मन को तोहर गुरु सेवा करी तोहरी घटरे चिन्ह तेणु मन जहाँ नाम एवं पवन एवं मन ये तीनोटी जाक जितेबले आमर एक हो पवन आउ गति करबनी कि नाम आउ उड़ीब नहीं ताकू सेहीपरि भाव में गोटे कौशल रही जहाँकि गुरुदेव आमको जनईदेवे गुरु भाई भौणी मान तो शुणुवे जदि से निश्चित भाव में जापारे जे सूत्रटा हूँ कौन तेणु से बेले आमर राम शब्द उच्चारण हो पार आउ राम जो रे जो शरीर राम रे से शरीर निश्चित भाव में लंकापुरी जो क्रोध छल गुमान हिंसा कपट रे निश्चित भाव में लंकापुरी थी कि जितेबाला यही शरीर राम शब्द उच्चारण हम से अयोध्यापुर हो अयोध्या सिंहासन रे जो अयोध्या कहले जो युद्ध हुए ना तेणु प्रकृति पुरुष इंद्रिय ये समस्ते स्थिर हो समस्ते सर्वे होइब एकाकार सर्वे होइबे एक मुख डाकिबे नारायण रख ये समस्ते प्रभुंकर पादपद्म अभय पादपद्म को जो सेवा करने व्यग्र होइजिबे सेतेबेले शरीर होइजिबो अयोध्यापुर एवं शांति फेरी आसिबो शांति को आम खोजा पड़ो नहीं शांति होउछंती माँ सीता रूपिणी प्रभु रामचंद्र राजा हेबे माने तांकर बामांक मंडन करेंगे निश्चित भाव में माँ सीता तेणु शांति निश्चित भाव में फेरी आसिबो सही राम काव्य रामचरित मानसर रचयिता सन्थ गोस्वामी तुलसीदास सबुदिन भली से दिन हरिकथा कहते गोटे चोर कौन करिछि चिंता करिछि जे भली आडंबरपूर्ण नभश्चुंभी प्रासाद पुणी ये कहते ये गोटे मठ से जहाँ भी हो ये मठरे निश्चित भाव में प्रचुर धन संपद थी एमितिरे भी साधु सन्थ माने आजिकल त्याग धर्म को छाड़ी भोगवाद सब रहिले तेणु भक्त माने जदि तांको किछि उपहार दौछंती से ताको संचय करी रखुछन किंतु मानव सेवा ही माधव सेवा ए धर्मरु से माने विच्युत होबाको बसिले जदि सेही अर्थरु किछि गरीब दुखी रंकी लोक मानक भोक रूपक राक्षस को मारिबा पई संसार रे आउ केही नै जदि साधु सन्यासी माने साहस करूनांती तो साधारण लोक किए बा साहस करिवे जदि दुखी रंकी लोक मान को मुठाए मुठाए अन्न पानी दिया जाए ताले सेही मानक शरीर रे थिबा प्रभु ए क्षुधा रूपक राक्षसर जो ज्वाला रु रक्षा पाई पारंती हौ से दिगत हूँ अलगा बर्तमान चोरटी चिंता करिछि जे से आज से आश्रम चोरी करिवो गला गोस्वामी सन्थ तुलसीदास महाराज हरिकथा शुणाउछन्ति रामायण उपाख्यान को पूरा आश्चर्य धरण आवृत्ति करुछन्ति लोक मान सब आकंठ पान करुछन्ति से चोरटी मध्य गला ए लोक मानक दर्शक मानक मध्य बसिला पुणी फेरी आसिला जिते मुख्य द्वार बा गेट जिते पार हो गला से चिंता कला जे मु तो चोरी करने को आसती मु भूलीगली केमती पुणी ता परदिन चोरी करने गला से भाया है एमती 15 दिन से आसिक हरिकथा नित्य श्रवण करे साधु संग करे सत्संग करे पुणी फेरी जाए दिने से चिंता कला मु आज हरिकथा शुणिबी ना हरिकथा शुणिले निश्चित भाव में कौन होची ना मु भूली जाउची चोरी करिया भूली जाउची आज गेट बाहर रही आज मु चोरी करी एही समय आज्ञा कौन होईची ना से गेट बाहर रहिला हरिकथा सरीगला समस्ते देखिले जे समस्त चेता अछंती टिके शुणी पहिले सिना पुणी जीवी तापर साधु सन्थ मैंने जिते सब थे से साधु सन्यासी जिते थे सब शही पड़े तापर ये लुचि छपिकी गेट भितर प्रवेश कर
ଯେତେବେଳେ ପ୍ରବେଶ କରିଛି ସେ ଆଶ୍ରମର ଚତୁଃପାର୍ଶ୍ୱ ଅଛି। ଚତୁଃପାର୍ଶ୍ୱରେ 4ଟି ଦ୍ୱାର ମଧ୍ୟ ଅଛି। ପ୍ରଥମ ଦ୍ୱାରରେ ଯେତେବେଳେ ସେ ଯାଇକି ଦେଖିଛି ଜଣେ ନୀଳ ବର୍ଣ୍ଣର ପୁରୁଷ, ନୀଳଜିମୁତ ତାନୁକାନ୍ତି ସତଚିତ ଆନନ୍ଦ ବିଗ୍ରହ ପ୍ରଭୁ ବୀର ଦର୍ପରେ ଏକ ଧନୁର୍ଦ୍ଧର ଧରି ଜଣେ ଯୁବକ ଜଟା ଜୁଟ କଷାୟ ବସ୍ତ୍ର ଏବଂ ଗଳାରେ ମଲ୍ଲି ଫୁଲର ମାଳ ପଡ଼ିଛି ଏବଂ ସେ ଚତୁର୍ଦିଗକୁ ଅବଲୋକନ କରୁଛନ୍ତି ଏବଂ ସଦାସର୍ବଦା ତୀର ସନ୍ଧାନ ମୁଦ୍ରାରେ ସେ ପରିଦର୍ଶନ କରୁଛନ୍ତି। ଇଏ ଦେଖିକି ଭୟ କରିଦେଲା। ସେ କହିଲା ନାଇଁ ଆର ଦ୍ୱାରଟାରେ ଯିବା। ତାର ପାର୍ଶ୍ୱ ଦ୍ୱାରକୁ ଗଲାବେଳକୁ ଦେଖିଲା ଯେ ଜଣେ ସତୀ ବା ଜଣେ ତପସ୍ୱିନୀ ବସିକି ରାମ ନାମର ମାଳା ଜପ କରୁଛନ୍ତି। ସେ କହିଲା ନାଇଁ ଇଏ କିଛି ନ କରିପାରିଲେ ମଧ୍ୟ ଇଏ ଜାଗ୍ରତ କରିଦେବ, ଅନ୍ୟ ସାଧୁ ସନ୍ନ୍ୟାସୀମାନଙ୍କୁ ଡାକିଦେବ, ଚେତା ଅଛି ଜଣେ ନା। ତାପରେ ଆର ପାର୍ଶ୍ୱକୁ ଗଲାବେଳକୁ ଦେଖିଲା ଯେ ଜଣେ ସୁସ୍ଥ ସବଳ ଗୌରବର୍ଣ୍ଣ ଜଟା ଜୁଟ ପରିଧାନ ଏବଂ ଧନୁ ତୀର ଧାରଣ କରିଥିବା ଜଣେ ଯୁବକଙ୍କୁ ଦେଖିଲେ ଏବଂ ସେ ସଦାସର୍ବଦା ତୀକ୍ଷ୍ଣ ଦୃଷ୍ଟିରେ ଚାହୁଁଛନ୍ତି। ତେଣୁ ଇଏ ମଧ୍ୟ ଆହୁରି ଭୟାଳୁ ହୋଇଗଲା। କାହିଁକିନା ପ୍ରଥମ ଥର ଯେଉଁ ବୀର ଯୁବକ ଦେଖିଥିଲା ଯେ ସିଏ ତ ହେଲେ ଟିକେ ଶାନ୍ତ କମନୀୟ ଥିଲେ, କିନ୍ତୁ ଇଏ ତ ତୀକ୍ଷ୍ଣ ଦୃଷ୍ଟିରେ ଚାହୁଁଛନ୍ତି ନା, ଇଏ ଆହୁରି ଭୟଭୀତ ହୋଇଗଲା। ଚତୁର୍ଥ ଦ୍ୱାରକୁ ଗଲାବେଳକୁ ଦେଖିଲା ଏକ ଶୁଭ୍ର ନିର୍ମଳ ଏକ ବାନର ରାଜ। ସେ ପାଖରୁ ସେ ପାଖରୁ କୁଦା ମାରୁଛନ୍ତି, କେତେବେଳେ କଦଳୀଟାଏ, କେତେବେଳେ ସେଉଟାଏ, କେତେବେଳେ ଅଙ୍ଗୁରଟାଏ ଏମିତି ଖାଇ ଦେଉଛନ୍ତି ଏବଂ ଚତୁଃପାର୍ଶ୍ୱରୁ ସେ ଖାଲି କୁଦା ମାରୁଛନ୍ତି। ତାଙ୍କର ଯେଉଁ ପୁଚ୍ଛରେ ଗୋଟେ ଘଣ୍ଟି ବନ୍ଧା ହେଇଛି, ସେ ମଧ୍ୟ ତାଙ୍କ ପାଦରେ ମଧ୍ୟ ଘୁଙ୍ଗୁର ବନ୍ଧା ହେଇଛି, ସେ ମଧ୍ୟ ସବୁ ରୁଣଝୁଣୁ ଶୁଭୁଛି। ତେଣୁ ସେ ଫେରିଗଲା। ଫେରିଯାଇ ମୁଖ୍ୟ ଦ୍ୱାର ପାଖରେ ଗେଟ୍ ପାଖରେ ବସିକି ଚିନ୍ତା କଲା, ସବୁଦିନ ତ ମୁଁ ହରିକଥା ଶୁଣିବାକୁ ଆସୁଛି, ପ୍ରାୟ ମଠ ବାଡ଼ିଆଡ଼େ ବୁଲିକି ଦେଖେ, କାହିଁ ତ ଏଭଳିଆ କୌଣସି ଗୋଟେ ପୁରୁଷ ବା ଏଭଳିଆ ଜଣେ ମହିଳାଙ୍କୁ ତ ମୁଁ କେବେ ଦେଖିନଥିଲି। ମାଙ୍କଡ଼ଟା କୁଆଡ଼ୁ ଆଇଲା? ଏତେ ବଡ଼ ମାଙ୍କଡ଼, ଗୋଟେ ମଣିଷ ଯେତିକି ବଡ଼ ସେତିକି ବଡ଼ ହେବ, ପୁଣି ଏମିତିଆ ମାଙ୍କଡ଼ ତ କାହିଁ ଆମ ଏରିଆରେ ମୁଁ କାହିଁ ଦେଖୁନି। ଶରୀର ରଙ୍ଗ ପୁରା ଶୁଭ୍ର, ପୁରା ରୂପା ଭଳିଆ ଯେଉଁ ଉଜ୍ଜ୍ୱଳ, ଇଏ କିଏ? ସେ ସେଠୁ ଗେଟ୍ର ମୁଖ୍ୟ ଦ୍ୱାରରେ ବସିଛି। ଏମିତି ବସୁ ବସୁ ତାକୁ ନିଦ ଲାଗିଯାଇଛି। ରାତି କେତେବେଳେ ପାହିଗଲାଣି ଆଉ ସେ ଜାଣିନି, ସେ ଏମିତି ଶୋଇପଡ଼ିଛି। ଯେତେବେଳେ ଝାଡ଼ୁ ଦିଆହେଲା ଆଶ୍ରମର ଅଗଣାକୁ, ସେତେବେଳେ ଧୂଳି ଉଡ଼ିକି ତା ନାକରେ ପଶିଲା। ନାକରେ ପଶିବାରୁ ସେ ଉଠି ପଡ଼ିଲା। ଉଠି ପଡ଼ିକି ଦେଖିଲା ବେଳକୁ ରାତି ପାହିଗଲାଣି। ସାଙ୍ଗେ ସାଙ୍ଗେ ତା ଅଣ୍ଟା ଦରାଣ୍ଡିଲା। ତା ଅଣ୍ଟାରେ ଥିଲା ଗୋଟେ ରାମପୁର ଚାକୁ। ସିଧା ଧରିଲା, ଚାଲିଲା। ସନ୍ଥ ତୁଳସୀ ଦାସ ମହାରାଜଙ୍କ ବେକରେ ସିଧା ଲଗେଇଲା। ବାବାଜୀ, ସତ୍ୟ କହିବୁ ନା ଆଜି ତୋ ଗଳା ଆଉ ମୋ ଚାକୁ? ମହାରାଜ କିଛି ବୁଝିପାରିଲେନି। କହିଲେ ଇଏ କିଏ ରେ ବାବା, ଇଏ କୁଆଡ଼ୁ ଆସିଲା? ଇଏ ତ ମୁଁ ତ ତାକୁ ଚିହ୍ନିନି। ଇଏ କ'ଣ ସକାଳ 8ଟା ସମୟରେ ଇଏ କ'ଣ ଏମିତି ଆସିକି କରୁଛି? ନା ରେ ବାପା ତୁମେ କିଏ? ନା ମୁଁ ଯିଏ ହୁଏ, ମୋର ପରିଚୟ ତୁମେ କିଛି ଜାଣିବା ଦରକାର ନାହିଁ। ମୁଁ କିନ୍ତୁ ତୁମକୁ ଜାଣିଛି। ତୁମେ ସବୁଦିନ ରାମ କଥା କହୁଛ, ସବୁଦିନ ଲୋକମାନଙ୍କୁ ଶିଖଉଛ ବିଭିନ୍ନ ପ୍ରକାର କଥା, ଶାସ୍ତ୍ର ପୁରାଣ କଥା ଏବଂ ରାମଙ୍କ କଥା ସବୁ ଶୁଣୁଛ। ନା ତୁ କେତେ ଦିନ ହେଲା ଶୁଣିଲୁ? ନା 15 ଦିନ ହେଲା ଶୁଣିଲିଣି। ସବୁଦିନ ରାମ, ସୀତା, ଲକ୍ଷ୍ମଣ, ହନୁମାନ ଏମିତି ସବୁ କହୁଛୁ। ମୁଁ କାଲି ରାତିରେ ଚୋରି କରିବାକୁ ଆସିଥିଲି। ମହାରାଜ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ ରାତିରେ ଚୋରି କରିବାକୁ ଆସିଥିଲୁ, ଚୋରି କରିକି ତୁ ତୋର ନେଇକି ଗଲୁଣି, ପୁଣି ସକାଳୁ କ'ଣ ପାଇଁ ଆସିଛୁ? ନା ମୁଁ ଗୋଟେ ଜିନିଷ ଦେଖିଛି। ନା କ'ଣ ଦେଖିଛୁ? ନା ମୁଁ ଦେଖିଲି ଯାହା, ତୁ 4ଟା ଗୁଣ୍ଡା ପୋଷିଛୁ। ବାବାଜୀ ହେଇକି ଗୁଣ୍ଡା ପୋଷୁଛୁ? ନା କେଉଁ ଗୁଣ୍ଡାକୁ ମୁଁ ପୋଷିଛି? ନା ସେ ଲୋକ ଗୁଡ଼ାଙ୍କୁ ଦେଖା, ଆଜି ଦିନରେ ମୋତେ ଦେଖା, ରାତିରେ ସେ ମୋତେ ଡରେଇଛନ୍ତି, ମୁଁ ଆଜି ଦିନରେ ରାମପୁରରେ ତାଙ୍କୁ ମାରି ଦେଖା ସେ ଲୋକଙ୍କୁ। ନା କେଉଁ ଲୋକ, ମୁଁ କେଉଁ ଲୋକଙ୍କୁ ରଖିଛି ମୁଁ ତ ଜାଣିପାରୁନି। କେମିତିଆ ଲୋକଙ୍କୁ ତୁ ଦେଖିଛୁ?
ନା ନାଇଁ ଆଗ ସବୁ ବାବାଜୀଙ୍କୁ ଡାକେ ଏଠି। ସବୁ ସାଧୁସନ୍ଥ ମାନଙ୍କୁ ଡାକିଦେଲେ। ସବୁ ଧାଡ଼ି ହେଇକି ଦେଖି ଠିଆ ହେଇପଡ଼ିଲେ। କହିଲେ ଦେଖିବୁ ଏଇମାନଙ୍କ ଭିତରୁ କେହି କି? ନା ନା ନା, ଯିଏ ଗୁଣ୍ଡା ରଖିଥାଏ ସେ କ'ଣ ଏମିତି ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଦେଖାଏ? ତୁ କେଉଁଠି ରଖିଛୁ ତାଙ୍କୁ ଦେଖା, ନହେଲେ ଆଜି ତତେ ଏଇଠି ମୁଁ ମାରିଦେଇକି ଯିବି। ସନ୍ଥ ତୁଳସୀ ଦାସ କହିଲେ ଆରେ ମାରିବୁ ମାରିବୁ ମରିବୁ ମାରିବୁ ମରିବୁ କ'ଣ ଏମିତି ହେଉଛୁ? ଆରେ ମରିବାକୁ କିଏ ଭୟ କରିଥିବ? ଯିଏ ସନ୍ଥ ସେ କ'ଣ ମରିବାକୁ ଭୟ କରେ? ମୁଁ ପରା ମରିଛି, ଆଉ କେତେ ଥର ତୁ ମୋତେ ମାରିବୁ? ନା ନାଇଁ ନାଇଁ, ତୋ ସେ ଜ୍ଞାନ କଥା ଗୁଡ଼ାକ ମୁଁ ଶୁଣିବାକୁ ଚାହେଁନି। ମୁଁ ସେ ଜ୍ଞାନରୁ କ'ଣ ମୁଁ ପାଇବି? ମୁଁ ତ ଗୋଟେ ଚୋର। ତୁ ମୋତେ ସେ ଲୋକଙ୍କୁ ଦେଖା। ନା କେମିତିଆ ଲୋକଙ୍କୁ ତୁ ଆଉ ଦେଖିଛୁ? ନା କ'ଣ ବର୍ଣ୍ଣନା କରିବି? ଆରେ ପ୍ରଥମ ଜଣକୁ ଯେଉଁ ଦେଖିଲି ପୁରା ଶାନ୍ତ ବିଗ୍ରହ, ପୁରା ବଢ଼ିଆ ମୁଖମଣ୍ଡଳ, ତାଙ୍କୁ ଦେଖିଦେଲେ ଭୋକ ମରିଯାଉଛି। ମୁଁ ଖାଇ ମୁଁ କେତେ ଜନ୍ମରୁ ଖାଇ ନ ଖାଏ ମାନେ ଭୋକ ଭୁଲି ଯାଇଛି, ମୋତେ ଏମିତି ଲାଗିଲା ତାଙ୍କୁ ଦେଖିଦେଲି। ନା କେମିତିଆ ରଙ୍ଗ, କେମିତିଆ ତାଙ୍କର? ନା ନୀଳ ଜିମୁତ ତନୁକାନ୍ତି, ନୀଳ ରଙ୍ଗର ମେଘ ଯେମିତିଆ, ଜଟା ଜୁଟ ପରିଧାନ, କଷାୟ ବସ୍ତ୍ର ଗେରୁଆ ବସ୍ତ୍ର ପରିଧାନ କରିଛନ୍ତି, ବୀର ଦର୍ପରେ ଧନୁ କମାଣ ଧରିକି ଠିଆ ହେଇଥିଲେ। ବେକରେ ତାଙ୍କର ମଲ୍ଲି ଫୁଲର ମାଳ, ବାହୁରେ ଜଟାରେ ଏବଂ ଏକର ବାହୁରେ ମଧ୍ୟ ମଲ୍ଲି ଫୁଲର ମାଳ ସିଏ ବାନ୍ଧିଥିଲେ। ନା ହଁ, ନା ହଁ, ନା ତୁ ଏଇ ଆଶ୍ରମରେ ଦେଖିଛୁ? ନା ହଁ ଦେଖିଛି, କାଲି ରାତିରେ ଦେଖିଛି ପରା। ନା ଆଉ ଜଣେ? ନା ଆଉ ଜଣେ ମା ପୁରା ଶାନ୍ତ, ଗେରୁଆ ବସ୍ତ୍ର କଷାୟ ବସ୍ତ୍ର ପରିଧାନ କରିଥିଲେ ଏବଂ ହାତରେ ଗୋଟେ ମାଳା ଧରିଥିଲେ, ରୁଦ୍ରାକ୍ଷ ମାଳା, ସେଥିରେ ସେ ରାମ ରାମ ଜପ କରୁଥିଲେ। ନା ଆଉ ଜଣେ? ନା ଆଉ ଜଣେ ପୁରା ଗୋରା ଗୋରା ତକତକ, ପୁରା ବିଶାଳ ବାହୁ, ତୀକ୍ଷ୍ଣ ଦୃଷ୍ଟି, ବିଶାଳ ଭାଲପଟ ଏବଂ ଧନୁ କମାଣ ଧରିକି ସେ ପୁରା କ୍ରୋଧୀ ଟିକେ ଜଣାପଡ଼ୁଥିଲେ, ରାଗିକି ଖାଲି ବିଚକ୍ଷଣ ହେଉଥିଲେ। ନା ଆଉ ଜଣେ? ନା ଗୋଟେ ମାଙ୍କଡ଼ ରଖିଛୁ? ନା କେମିତିଆ ମାଙ୍କଡ଼? ନା ତାର ଉଚ୍ଚତାଟା ସେ ବସିଲେ 6-7 ଫୁଟ ହେବ। ସେ ଖାଲି ଏପଟୁ ସେପଟକୁ ଡେଉଁଛି, କେତେବେଳେ କଦଳୀଟେ ଖାଇଦେଉଛି, କେତେବେଳେ ସେଉଟେ ଖାଇଦେଉଛି। କେତେ ଫଳମୂଳ ରଖିଛୁ ତା ପାଇଁ ଏମିତି। ପୁଣି ତା ପଛରେ ଗୋଟେ ବଡ଼ ଘଣ୍ଟିଟେ ବନ୍ଧା ହେଇଛି। କିଏ ସିଏ? ତା ବେକରେ ପୁଣି ରୁଦ୍ରାକ୍ଷ ମାଳ, ହାତରେ ରୁଦ୍ରାକ୍ଷ ମାଳ, ତା ଗୋଡ଼ରେ ହାତରେ ସବୁଆଡ଼େ ବନ୍ଧା ହେଇଛି। ଆଉ କପାଳରେ ରାମାନନ୍ଦୀ ତିଳକ, ତୁ ଯେମିତିଆ ତିଳକ କରିଛୁ ତାଠୁ ଆହୁରି ବଡ଼ ତିଳକ ସେ କରିଥିଲା। କେଉଁଠି ରଖିଛୁ ଏଇ 4 ଜଣଙ୍କୁ ମୋତେ ଦେଖା? ନା ତୁ ତାଙ୍କୁ ସତରେ ଦେଖିଛୁ? ନା ହଁ ମୁଁ ଦେଖିଛି କାଲି ରାତିରେ। ମୁଁ ଆଉ ତୋତେ ମିଛ କହୁଛି? ସତ କଥା କହିବୁ ନା ସାଙ୍ଗେ ସାଙ୍ଗେ ମାରିବି ମୋ? ସେ କହିଲା ମରିବାର ଭୟ ମୋର ନାହିଁ, କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯାହାଙ୍କର ସେବା କରି କରି ଏତେ ବର୍ଷ ହେଲା ସଂସାରଠୁ ଅଲଗା ହେଇଯାଇଛି, ଅବଶ୍ୟ ଗୃହସ୍ଥ, କିନ୍ତୁ ସଂସାର ଠାରୁ ଅଲଗା ହେଇଯାଇଛି। ପ୍ରଭୁଙ୍କୁ ଝୁରି ଝୁରି ଏ ଆଖିରୁ ସଦାସର୍ବଦା ନେତ୍ରରୁ ନୀର ଝରି ପଡ଼ୁଛି। ପ୍ରଭୁଙ୍କର ଦର୍ଶନ ହେଇପାରିନି। କେତେ ସାଧୁସନ୍ଥ ଏମିତି ତପସ୍ୟା କରି ଚାଲିଛନ୍ତି, ହଜାର ହଜାର ବର୍ଷ ଧରିକି ସମାଧିସ୍ଥ ହେଇକି। କେତେ ଜନ୍ମ ମଧ୍ୟ କେତେ ମୁନି ଋଷିମାନଙ୍କର ଗଲାଣି ହାରି। ସେମାନେ ଯାହାଙ୍କୁ ଏଇ ସ୍ୱଚକ୍ଷୁରେ ଦର୍ଶନ କରିପାରିନାହାନ୍ତି, ତୁ କହୁଛୁ ତାଙ୍କୁ ଦେଖିଛୁ? ନା ତୁ ମୋତେ ସେ ଯେଉଁ କଥା ପ୍ରହଳୀରେ ମୋତେ ଭୁଲା ନାହିଁ। ମୁଁ ସେସବୁ ଜାଣିବାକୁ ଚାହେଁନି। ମୋର ପେଶା ହେଲା ମୁଁ ଚୋରି କରିବା। ତେଣୁକରି ତୁ ମୋତେ ଦେଖେଇ ଦେ। ସନ୍ଥ ଗୋସ୍ୱାମୀ ମହାରାଜ ତୁଳସୀ ଦାସ କ'ଣ କଲେ? ତାଙ୍କ ହାତ ଧରିକି ସେ ଚୋରର ନେଇକି ଗଲେ। ଯେତେବେଳେ ଯେଉଁ ସ୍କ୍ରିନ୍ଟା ଅଛି ଆମର ମନ୍ଦିର ଆଗରେ, ସ୍କ୍ରିନ୍ଟା ଯେତେବେଳେ ବାହାର କରିଦେଲେ, କହିଲେ ଆରେ ଏଇ 4 ଜଣଙ୍କୁ ଦେଖିଥିଲୁ କି କାଲି ରାତିରେ? ଯେତେବେଳେ ଚକ୍ଷୁକୁ ଚକ୍ଷୁ ମିଳନ ହେଇଯାଇଛି ପ୍ରଭୁଙ୍କର ଏବଂ ଚୋରର, ସାଙ୍ଗେ ସାଙ୍ଗେ ଆଣ୍ଠୁ ମାଡ଼ିଦେଲା, ଆଣ୍ଠୁ ମାଡ଼ିକି ବସି। ଯେତେବେଳେ ମାଆଙ୍କୁ ଚାହିଁ ଦେଇଛି, ସାଙ୍ଗେ ସାଙ୍ଗେ ତା ଚେତା ବୁଡ଼ିଗଲା। ଜଣେ ସାଧୁ ମହାରାଜ ପାଣି ଧରିକି କିଛି ପାଣି ନେଇକି ଆସିଲେ, ତାଙ୍କ ମୁହଁରେ ଚେତା କଲେ, କହିଲେ ହଁ ମୁଁ ଏଇମାନଙ୍କୁ ଦେଖିଥିଲି। କିଏ ଏମାନେ? କାହିଁ ଦିନରେ ତ ଏମାନଙ୍କର ମୂର୍ତ୍ତିକି ରଖିକି ପୂଜା କରୁଛ, ରାତିରେ ସେମାନେ ତ ଜୀବନ୍ତ ପୁଅ, ସେମାନେ କୁଆଡ଼େ ଗଲେ? କହିଲେ ରେ ବାପା, ତୁ ଯାହାଙ୍କୁ ଦେଖିଛୁ ସେ ମଣିଷ ନୁହଁ, ମାନବ ନୁହନ୍ତି। ସେ ହେଉଛନ୍ତି ମୁନିଜନ ମାନସ ହଂସ। ଭକ୍ତମାନଙ୍କର ଚିର ଇପ୍ସିତ ବିଗ୍ରହଙ୍କୁ ତୁ ଦେଖିଦେଇଛୁ।
ଆହୁରି ପୁଣି ଚୋରି କରିବାକୁ ତୋର ମନ ହେଉଛି ନା? ନା ମହାରାଜ, ମୋର ଭୁଲ ହେଇଯାଇଛି। ତାଙ୍କ ପାଦ ତଳେ ପଡ଼ିଗଲା ଚୋର। କହିଲା ମୁଁ ଆଉ କ'ଣ ଚୋରି କରିବି, ମୁଁ ତ ନିଜେ ଚୋରି ହେଇଯାଇଛି କାଲି ରାତିରେ। ତେଣୁ ମୁଁ କ'ଣ ଚୋର, ଇଏ ତ ହେଉଛନ୍ତି ଚିତ ଚୋର, ଇଏ ତ ହେଉଛନ୍ତି ବଡ଼ ଚୋର। ମୋ ଭିତରୁ ମୋତେ ସେ ଚୋରି କରି ନେଇଗଲେ ଏବଂ ମୁଁ ଆଜି ମୋ ନିଜକୁ ଖୋଜୁଛି। ତେଣୁ ହେ ମହାରାଜ, ମୋତେ ଆପଣଙ୍କର ଦାସ କରି ଆଜିଠାରୁ ରଖନ୍ତୁ, ଏଇ ଆଶ୍ରମରେ ମୁଁ ରହିବି। ତେଣୁ ସନ୍ଥ ତୁଳସୀ ଦାସ ମହାରାଜ କହିଲେ ଆରେ ମୋର ଦାସ ହେବା କିଛି ଆବଶ୍ୟକ ନାହିଁ, ମୁଁ ତ ତାଙ୍କର ଦାସ, ଆଉ ତୁ ବି ତାଙ୍କର ଦାସ। ତାହେଲେ ତୁ ସେଇ ପ୍ରଭୁଙ୍କ ଚରଣରେ ଦାସ ହେଇଯିବା ପାଇଁ ଚେଷ୍ଟା କର। ସେତେବେଳେ ଚୋରଟି ପରମହଂସ ଠାକୁରଙ୍କର ସେଇ ଗୋଟିଏ ପଦକୁ ଆବୃତ୍ତି କଲା ଭଳି ମୋତେ ଲାଗୁଛି। ସେ ଆବୃତ୍ତି କଲା କ'ଣ? ଏତେ ବେଳକୁ ହେ ବନ୍ଧୁ ପଡ଼ିଲା କି ମନେ, ଏତେ ବେଳକୁ ହେ ବନ୍ଧୁ ପଡ଼ିଲା କି ମନେ, ଜୀବର ଜୀବନ ଖୋଜିଲ କି ଏତେ ଦିନେ, ଦିନ ବନ୍ଧୁ ଖୋଜିଲ କି ଏତେ ଦିନେ, ବନ୍ଧୁ ପଡ଼ିଲା କି ମନେ, କରିଅଛି ଯାହା ଦୋଷ କ୍ଷମା କରିବେ ହୃଦେଶ, କ୍ଷମା କରିବେ ହୃଦେଶ, କରିଅଛି ଯାହା ଦୋଷ କ୍ଷମା କରିବେ ହୃଦେଶ, କ୍ଷମା କରିବେ ହୃଦେଶ। ଜୀବର ଜୀବନ ଖୋଜିଲ କି ଏତେ ଦିନେ, ବନ୍ଧୁ ପଡ଼ିଲା କି ମନେ, ମୋ ହୃଦ କଇଁ ବାନ୍ଧବ ତୋତେ କିଏ ସେ ବାନ୍ଧିବ, ତୋତେ କିଏ ସେ ବାନ୍ଧିବ, ମୋ ହୃଦ କଇଁ ବାନ୍ଧବ ତୋତେ କିଏ ସେ ବାନ୍ଧିବ, ଦେବନାଗନର ଲୋକେ, ଦେବନାଗନର ଲୋକେ ନାହିଁ କେହି ଜଣେ, ଦୀନବନ୍ଧୁ ନାହିଁ କେହି ଜଣେ, ବନ୍ଧୁ ପଡ଼ିଲା କି ମନେ, ମୋ ହୃଦ ସଂଜ୍ଞାର ମନ ହେ ବିରଞ୍ଚି ନାରାୟଣ, ହେ ବିରଞ୍ଚି ନାରାୟଣ, କ୍ଷଣେ ନ ଭୁଲୁ ଏ ମନ, କ୍ଷଣେ ନ ଭୁଲୁ ଏ ମନ, ଶୟନେ ସ୍ୱପନେ, ଦୀନବନ୍ଧୁ ଶୟନେ ସ୍ୱପନେ, ବନ୍ଧୁ ପଡ଼ିଲା କି ମନେ, ଏତେବେଳକୁ ହେ ବନ୍ଧୁ ପଡ଼ିଲା କି ମନେ। ଜୟ ଜଗନ୍ନାଥ।